ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଠାରେ ଅତ୍ୟନ୍ତ ଉତ୍ସାହର ସହ ନିର୍ମାଣ ଦ୍ୱାରା ଗୋଷ୍ଠୀ ବିହନ ମେଳା 2024 ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ଷଷ୍ଠ ବର୍ଷରେ ପାଦ ଦେଇଥିବା ବେଳେ ଏଠାରେ ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିରେ ସ୍ଥାୟୀ କୃଷି, ପାରମ୍ପରିକ ବିହନ ସଂରକ୍ଷଣ ଏବଂ ସ୍ଥାନୀୟ ପଦ୍ଧତି ବିଷୟରେ ଜ୍ଞାନ ଧାରଣା ପ୍ରଦାନ କରିବା ପାଇଁ 1000ରୁ ଅଧିକ ସମୁଦାୟ ସଦସ୍ୟଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ସହ ଜଡ଼ିତ ବିଭିନ୍ନ ବିଭାଗର ଅତିଥିମାନେ ସାମିଲ ରହିବା ସହ ସମୁଦାୟ ଭିତ୍ତିକ କୃଷି ପରିବେଶ ପାଇଁ ଓ ଏହାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ PPVFRR ଅଧ୍ୟକ୍ଷ ତ୍ରିଲୋଚନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଉତ୍ସବରେ 18ଟି ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ପ୍ରକାର ସ୍ଥାନୀୟ ଏବଂ ସ୍ୱଦେଶୀ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦେଶୀ ପନିପରିବା, ପାରମ୍ପରିକ ବିହନ କିସମ ଷ୍ଟଲଗୁଡ଼ିକ ଏହି ଅଞ୍ଚଳର ସାଂସ୍କୃତିକ ତଥା କୃଷି ଐତିହ୍ୟକୁ ଆଲୋକିତ କରୁଥିବା ଏକ ଫଟୋ ପ୍ରଦର୍ଶନୀ ଏବଂ ଏକ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ ମଡେଲ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ଷ୍ଟଲଗୁଡ଼ିକ ବିଭିନ୍ନ ପ୍ରକାର ବିହନ ବିଷୟରେ ସାମୟିକ ଜ୍ଞାନ ପ୍ରଦାନ କରିଥିଲା ମଧ୍ୟ।